ଥରେ ସିଦ୍ଧାର୍ଥ ଚିନ୍ତା ଚକ୍ରରୁ ନିଜକୁ ମୁକ୍ତ କରିବା ପାଇଁ ଏକ ଗଛ ତଳେ ଧ୍ୟାନରେ ବସିଥିଲେ। ହଠାତ୍ ଗୋଟିଏ କପୋତ ଆସି ତାଙ୍କ ନିକଟରେ ପଡ଼ିଗଲା, ଯାହା ଅତ୍ୟନ୍ତ ରକ୍ତାକ୍ତ ଅବସ୍ଥାରେ ଥିଲା। ଏକ ତୀର ମଧ୍ୟ ତାଙ୍କ ପେଟରେ ବାଜି ରହିଥିଲା। ରାଜକୁମାର ସିଦ୍ଧାର୍ଥ କପୋତକୁ ଦେଖି ନିଜ କୋଳରେ ଉଠାଇ ତୀରଟି ବାହାର କରି ଧୋତି ଚିରି ନିଶ କ୍ଷତରେ ବାନ୍ଧିଲେ। ଏହାପରେ କପୋତକୁ ପିଇବାକୁ ପାଣି ଦେଇଥିଲେ। କିନ୍ତୁ କିଛି ସମୟ ପରେ ସିଦ୍ଧାର୍ଥଙ୍କ ଜ୍ୱାଇଁ ଦେବଦତ୍ତ ତାଙ୍କ ପାଖକୁ ଆସିଲେ। ସିଦ୍ଧାର୍ଥଙ୍କ ହାତରେ ଥିବା କପୋତକୁ ଦେଖି ଦେବଦତ୍ତ ସିଦ୍ଧାର୍ଥଙ୍କୁ କହିଥିଲେ ଯେ, ମୁଁ ଏହି ପକ୍ଷୀ ଉପରକୁ ତୀର ମାରିଛି, ତେଣୁ ଏହି ପକ୍ଷୀ ମୋର, ଏହାକୁ ଆଣ, ମୋତେ ଦିଅ। କିନ୍ତୁ ସିଦ୍ଧାର୍ଥ ତାଙ୍କୁ ଦେବାକୁ ମନା କରିଦେଇଥିଲେ ଯେ ସେ ଏହି ପକ୍ଷୀର ଜୀବନ ରକ୍ଷା କରିଛନ୍ତି ଏବଂ ତେଣୁ ଏହି ପକ୍ଷୀ ମୋର ଅଟେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କିଛି ସମୟ ପରେ ଦୁହେଁ ପକ୍ଷୀ ସହିତ ରାଜା ଶୁଦ୍ଧୋଧନଙ୍କ କୋର୍ଟକୁ ଯାଇ ସେମାନଙ୍କ ମତାମତ ଜଣାଇଲେ। ରାଜା ଶୁଦ୍ଧୋଧନ ନ୍ୟାୟ ପ୍ରଦାନ କରୁଥିବା ବେଳେ କହିଥିଲେ ଯେ ଏହି ପକ୍ଷୀକୁ ଛାଡ଼ି ଦିଗ, ଯିଏ ଯାଇ ସେ ପାଖରେ ରହିବ। ପକ୍ଷୀକୁ କୋର୍ଟରେ ମୁକ୍ତ କରାଯାଇଥିଲା। ପକ୍ଷୀଟି ପୁଣି ଥରେ ପ୍ରିନ୍ସ ସିଦ୍ଧାର୍ଥଙ୍କ ନିକଟକୁ ଉଡ଼ିଗଲା। ଏହିପରି ପ୍ରିନ୍ସ ସିଦ୍ଧାର୍ଥ ସେହି ପକ୍ଷୀର ଯୋଗ୍ୟ ମାଲିକ ଭାବରେ ବିବେଚନା କରାଯାଏ। ରାଜା ଶୁଦ୍ଧୋଧନ ଉଭୟଙ୍କୁ ବୁଝେଇଥାନ୍ତି ଯେ ଯିଏ ରକ୍ଷା କରେ ସେ ହତ୍ୟା କରୁଥିବା ବ୍ୟକ୍ତିଙ୍କ ଠାରୁ ଅନେକ ଗୁଣ ଅଧିକ ଅଟେ।